କଣ ଆଳୁ ପରେ ପିଆଜ ରେଟ୍ ବଢୁଛି ସୁଧାକର ବାବୁ? ରେଟ୍ ତ କିଛି ବଢିନି ବର୍ତ୍ତମାନ। କଣ 50 ଟଙ୍କା ହେଇଗଲା ବୋଲି କୁହାଯାଉଛି? ପିଆଜ 8 ଦିନ ତଳେ ଥିଲା 40 ରୁ 42 ଟଙ୍କା ପାଇକାରୀ ଦର ଥିଲା। ଏବେ 37 ଟଙ୍କାରୁ 40 ଟଙ୍କା ଅଛି ପାଇକାରୀ ଦର। ଆଉ ସେ ଦ୍ୱିତୀୟ କଥା ହଉଛି ବଢିବାର ସମ୍ଭାବନା ଅଛି। ସେତେ ସବୁ ଆଣ୍ଟିସିପେଟ୍ କରିକିରି ଏସବୁ କହୁଛନ୍ତି, ଠିକ ଅଛି, କିନ୍ତୁ ବର୍ତ୍ତମାନ ଆଉ ବିଶେଷ ବଢିବାର ନାହିଁ। ଅଗଷ୍ଟ ମାସ ଶେଷ ସୁଦ୍ଧା ନୂଆ ଫସଲ ଆସିଗଲେ ସେ କମ ହବ, କିନ୍ତୁ ଯେହେତୁ ମହାରାଷ୍ଟ୍ର ଇଲେକ୍ସନ ଅଛି, ଏ ରାଜନୀତି କଥା ସବୁ ସେଠି ଚାଷୀ ଡିମାଣ୍ଡ କରୁଛନ୍ତି ଆମକୁ ଅଧିକା ରେଟ୍ ଦିଆଯାଉ ବୋଲିକିରି। ତାର ଯାହା ସରକାର ଯଦି କିଛି ନିର୍ଣ୍ଣୟ ନେବେ ତାହେଲେ ମାର୍କେଟ ଉପରେ ପ୍ରଭାବ ପଡିପାରେ। ତ ରାଜନୀତି ସହିତ ପିଆଜର କଣ ସମ୍ପର୍କ ସୁଧାକର ବାବୁ? ପିଆଜ ସମ୍ପର୍କ ଏଇଆ ଯେ ସେ ଯୋଉ ଚାଷୀ କହୁଛନ୍ତି ଆମକୁ ଅଧିକା ରେଟ୍ ନଦେଲେ ଆମେ ପିଆଜ ଦେବୁନୁ, ଭୋଟ ଦେବୁନୁ, ଅନ୍ୟ ପରୋକ୍ଷରେ ଧମକଉଛନ୍ତି ଭୋଟ ଦେବୁନୁ। ଆଉ କଣ, ଏ ତ ଭୋଟ ରାଜନୀତି ଚାଲିଛି। ଆପଣ କଣ ଜାଣିନାହାନ୍ତି ଏଠି ଭୋଟ ରାଜନୀତି ଚାଲିଛି ବୋଲି? ଭୋଟ ପାଇଁ ତ ସବୁ। ତ ସୁଧାକର ବାବୁ, ଇଏ ଭୋଟ ରାଜନୀତି ଯୋଗୁଁ ଆପଣ ଭାବୁଛନ୍ତି ପିଆଜ ରେଟ୍ ବଢିଯିବ ଆଗକୁ? ନାଇଁ, ମୁଁ ଭାବୁନି। ମୁଁ ଭାବୁଛି ଏଇ ରେଟ୍ ହିଁ ରହିବ, ଆଉ ବଢିବାର ସମ୍ଭାବନା ନାହିଁ। ଯଦି ସରକାର କୌଣସି ନିମ୍ନତମ ଦରରେ କିଛି ଉଚ୍ଚା ରେଟ୍ କରନ୍ତି ତାହେଲେ ବଢିପାରେ। ଯଦି ନ କରନ୍ତି ତାହେଲେ ସେଇ ରେଟ୍ ହିଁ ରହିବ, ସେମିତି କିଛି ନାହିଁ। ଯଦି ରାଜନୀତି କଥା ଆପଣ କହୁଥିଲେ, ଯଦି ପଲିଟିକାଲ ପ୍ରେସର ହୁଏ ଇଲେକ୍ସନ ସମୟରେ, ଆପଣ ଭାବୁନାହାନ୍ତି ଯେ ସରକାର ରେଟ୍ ବଢେଇବା ପାଇଁ ବାଧ୍ୟ ହେବେ ଚାଷୀଙ୍କୁ ସନ୍ତୁଷ୍ଟ କରିବା ପାଇଁ? ନାଇଁ, ଦେଖନ୍ତୁ, ଗୋଟେ କଥା ହଉଛି ଏଇଟା ସ୍ପଷ୍ଟ ଅଛି ସରକାରଙ୍କ ପଲିସି ଉପରେ ନିର୍ଭର କରୁଛି ବଜାର ଦର କଣ ହଉଛି। ଆଉ ଦ୍ୱିତୀୟ କଥା, ମନୋରଞ୍ଜନ ବାବୁ, ମୁଁ ଏଇଟା କହିବା ପାଇଁ ଟିକେ ବି କୁଣ୍ଠାବୋଧ କରୁନାହିଁ। ଏ ଯୋଉ ଦର ବୃଦ୍ଧି କରୁଛି ଏଥିରେ କର୍ପୋରେଟ ହାଉସ ର ପ୍ରମୁଖ ଭୂମିକା ରହୁଛି। ସେମାନେ ଯଦି ଖାଲି ଟିକେ ସୂଚନା ପାଇଯିବେ ଯେ ସରକାର କିଛି ଦର ବୃଦ୍ଧି କରୁଛନ୍ତି, ସେମାନେ ଆଗରୁ ନେଇକିରି ତାଙ୍କର ଗଚ୍ଛିତ ରଖିବେ। ତାଙ୍କୁ କେହି ଭାରତରେ ପଚାରିବାକୁ ନାହିଁ। ସେମାନେ ମନ ଇଚ୍ଛା କରିପାରିବେ, ମନ ଇଚ୍ଛା ରଖିପାରିବେ। ମାରେ ଭଣ୍ଡାରିଆକୁ ମାର ନୀତିରେ ଏ ଛୋଟ ଛୋଟ ବେପାରୀଙ୍କ ଉପରେ ସମସ୍ତେ ପ୍ରଭୁତ୍ୱ ଦେଖେଇବେ। କିନ୍ତୁ ଯୋଉଠି ସେ କର୍ପୋରେଟ ହାଉସ ଯୋଉମାନେ ଲକ୍ଷ ଲକ୍ଷ କୁଇଣ୍ଟାଲ ପିଆଜ କିଣୁଛନ୍ତି, ବିଭିନ୍ନ ଚାଷୀ ପାଖରେ ଗଚ୍ଛିତ ରଖୁଛନ୍ତି, ସେମାନଙ୍କର ପରଚେଜ କିଆ ରେଟ୍ କଣ ରେଟ୍ ଅଛି କିଛି ତାକୁ କେବେ ହେଲେ ଦେଖିବା ପାଇଁ କେହି ହେଲେ ଯାଆନ୍ତି ନାହିଁ। ତେଣୁ ଏ ପରିସ୍ଥିତିରେ ଯଦି କର୍ପୋରେଟ ହାଉସ ବଡ ବଡ କମ୍ପାନୀ ମାନେ ଆଗରୁ ଆପଣ ଭାବୁଛନ୍ତି ପିଆଜ କିଣିକିରି ରଖି ଦଉଛନ୍ତି ନିଜ ଗୋଡାଉନରେ, ୱେୟାର ହାଉସ ରେ? ଖାଲି ପିଆଜ ନୁହଁ ଆଜ୍ଞା, ୱେୟାର ହାଉସ ସେମାନେ ରଖୁନାହାନ୍ତି। ଯୋଉ ଚାଷୀ ପାଖରେ ଥାଉଛି ଆକୁ ୱେୟାର ହାଉସ ରହିଲେ ପିଆଜ ରହିବନି। ଗୋଟେ ହ୍ୟୁମିଡିଟି କଣ୍ଟ୍ରୋଲ ରୁମ୍ ସେ ବିଲରେ ହିଁ ତିଆରି ହେଇଥାଏ, ଯୋଉଟା କି ହ୍ୟୁମିଡିଟି ଟାକୁ କଣ୍ଟ୍ରୋଲ କରିକି ସେଠି ମାସେ 1.5 ମାସ 2 ମାସ ପର୍ଯ୍ୟନ୍ତ ପିଆଜ ଟାକୁ ଷ୍ଟୋରେଜ କରାଯାଇପାରେ। ତ ସେଇଠି ସେ ଚାଷୀକୁ ସେମାନେ ଆଡଭାନ୍ସ ପଇସା ଦେଇ ଦିଅନ୍ତି ଏବଂ ସେଇଟାକୁ ସେମାନେ ତାଙ୍କର ଷ୍ଟକ୍ ହିସାବରେ ଚାଷୀ କଷ୍ଟୋଡିଆନରେ ଥାଏ ଏବଂ ଯେତେବେଳେ ରେଟ୍ ଉଚ୍ଚା ହବ ତାକୁ ଆଣିକି ମାର୍କେଟରେ ବିକିଥାନ୍ତି। ତେଣୁ ଇଏ ହଉଛି ଫନ୍ଦା। ତେଣୁ ସେମାନଙ୍କର ଯଦି ଇଣ୍ଟରଫିୟରେନ୍ସ ଖାଲି ପିଆଜ ନୁହେଁ, ଭାରତର ପ୍ରତ୍ୟେକ ଜିନିଷର ଦରର ନିୟନ୍ତ୍ରଣ ବର୍ତ୍ତମାନ କୌଣସି ସରକାର ହାତରେ ନାହିଁ, କର୍ପୋରେଟ ହାଉସ ହାତରେ ଅଛି। କର୍ପୋରେଟ ମାନଙ୍କ ହାତରେ ଏଇ ସବୁ ରହୁଛି। ତ ଆପଣ ଭାବୁଛନ୍ତି କି କର୍ପୋରେଟ ଆଉ କର୍ପୋରେଟ ଇଣ୍ଟରେଷ୍ଟ ଆଉ ରାଜନୈତିକ ଚାପ ଏଇ ଦୁଇଟି ପ୍ରମୁଖ ଭୂମିକା ଗ୍ରହଣ କରିବ ପିଆଜର ରେଟ୍ କୁ ବଢେଇବା ପାଇଁ? ମୁଁ ଭାବୁଛି ଜାଣିବା ଶୁଣିବା ଲୋକଙ୍କୁ ଇସାରାଟା ହିଁ ଯଥେଷ୍ଟ ହେଇପାରେ। ତେଣୁ ଆଉ ବିଶେଷ ଡିଟେଲ ମତେ ଆଉ ପଚାରନ୍ତୁନି। ତେଣୁ ଆପଣ ସେଥିରୁ ଅନୁଭବ କରିପାରିବେ ଯାହା ମୁଁ କହିବାକୁ ଚାହୁଁଛି ସେଇଟା ଅନୁଭବ ମୋ ପାଟିରୁ ଆପଣ ଯୋଉଟା ଶୁଣିବାକୁ ଚାହୁଁଛନ୍ତି ସେଇଟା ଅଲରେଡି ଶୁଣି ସାରିଛନ୍ତି। ଆଉ ତାକୁ ବେଶୀ ଡିଟେଲ୍ସ ନଗଲେ ବରଂ ମୋ ପାଇଁ ଭଲ ହବ। ସୁଧାକର ବାବୁ, ମୁଁ ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁଥିଲି, ଆର ବର୍ଷ ଏଇ ଦିନେ ପିଆଜର ରେଟ୍ କେତେ ଥିଲା? ସେଇଟା ଦେଖିବାକୁ ପଡିବ। ଦେଖନ୍ତୁ, ଆଳୁ ପିଆଜ ବେପାର ତ ମୋର ନାହିଁ, କିନ୍ତୁ କଥା ହଉଛି ଏଇ ମୁଁ ଯୋଉଟା ଡିଲ୍ କରୁଛି ସେଇଟା ମୋର ପ୍ରତ୍ୟେକ ସମୟରେ ଥାଉଛି। କିନ୍ତୁ କଣ ରହିଥିବ ତାକୁ ଆମକୁ ଯୋଉଟା ଲେଖା ଅଛି ତାକୁ ଟିକେ ତର୍ଜମା କରିବାକୁ ପଡିବ। କଣ ରେଟ୍ ସବୁ ବର୍ଷ ପ୍ରାୟ ଏଇ ରେଟ୍ ରହିଥାଉଛି। ବୋଧହୁଏ ସେଇ 40 ପାଖାପାଖି ଥିଲା। ଅଗଷ୍ଟ ମାସ ପରେ ରେଟ୍ କମିବ। ଆଉ ପରିବା ପତ୍ର ରେଟ୍ ମଧ୍ୟ ବର୍ତ୍ତମାନ ଆସ୍ତେ ଆସ୍ତେ କମିବା ଆରମ୍ଭ କରିବ। କାହିଁକି ନା ବର୍ତ୍ତମାନ ନୂଆ ପରିବା ସବୁ ବଜାରକୁ ଆସିବାକୁ ଲାଗିବ। ଏ ଅଗଷ୍ଟ 15 ପରେ ବଜାରକୁ ସାଧାରଣତଃ ଆସେ। ତେଣୁ ଏବେ ସବୁ ପରିବା ରେଟ୍ ମଧ୍ୟ ଟିକେ କମିବାରେ ଲାଗିବ। ଏବେ ତ ଆଜିକାଲି ଯୋଉ ପରିବା ରେଟ୍ ଅଛି, ବାଇଗଣ ମଧ୍ୟ 100 ଟଙ୍କା ଉପରେ ଅଛି। କିନ୍ତୁ ମୁଁ ଭାବୁଛି ଆସନ୍ତା ଦିନ ମାନଙ୍କରେ ଏ ରେଟ୍ ମଧ୍ୟ ଟିକେ କମିବା। ସୁଧାକର ବାବୁ, ଟ୍ରେନରେ
ଏହା ପରେ ଆଳୁ ରେଟ୍ କମିଯିବ ବୋଲି ଭାବୁଛନ୍ତି? ଯେ ଆଳୁ ଟ୍ରେନରେ ଆସୁଛି ଯେ ଆସିବା ଗୋଟେ ଭଲ ପଦକ୍ଷେପ, କିଛି କଥା ନୁହେଁ, କିନ୍ତୁ ତାକୁ କେମିତି ମାର୍କେଟିଂ ମ୍ୟାନେଜ ହଉଛି ତା ଉପରେ ନିର୍ଭର କରୁଛି, ଆଳୁର କ୍ୱାଲିଟି ଉପରେ ନିର୍ଭର କରୁଛି କଣ ରଖା ହଉଛି। ଏସବୁ ଜିନିଷ କଣ କରାଯାଉଛି ନା ଯୋଉ ରେଟ୍ରେ ବର୍ତ୍ତମାନ ନାଫେଡକୁ ଦିଆହେଇଛି ଆଳୁକୁ ଆଣିବା ପାଇଁ, ଠିକ ଅଛି, ଆମର କିଛି ଅସୁବିଧା ନାହିଁ। କିନ୍ତୁ ଏଇ ଯୋଉ ଏତେ ପରିମାଣ ଆଳୁ ଆଣିଲେ ତାକୁ ସଠିକ ଯଦି ଡିଷ୍ଟ୍ରିବ୍ୟୁସନ ନ ହୁଏ ତାହେଲେ ଆଳୁ ପଚିଯିବାର ବହୁତ ସମ୍ଭାବନା ଅଛି। ପଚା ଆଳୁ ଲୋକ କେହି ନେବେ ନାହିଁ। ତେବେ ସରକାର ଯାହା କରୁଛନ୍ତି ଆମେ ତାକୁ ୱେଲକମ କରିବା, ସରକାରଙ୍କ ଆଣୁଛନ୍ତି ଆମେ ତାକୁ ବିକ୍ରି କରିବା, ଅସୁବିଧା କଣ ଅଛି? ତ ଏ ଯୋଉ ଆଳୁ ଆସୁଛି ସୁଧାକର ବାବୁ, ଇଏ କେବେ ପହଞ୍ଚିବ ମାର୍କେଟରେ? ସେଟା ସରକାର ହିଁ କହିପାରିବେ, ମୁଁ କହିପାରିବିନି। ସେ କାହା ସହିତ କଣ୍ଟାକ୍ଟ ହେଇଛି କି ନାଇଁ ଏଇ ଯୋଉ ଟ୍ରେନ୍? ନାଇଁ, ଆମ ସହିତ ଏ ବିଷୟରେ କୌଣସି ଆଲୋଚନା ହେଇନାହିଁ। ସରକାର ତାଙ୍କର ନିଜସ୍ୱ ଡିସିସନ ନେଇଛନ୍ତି ଏବଂ ଆସିବାଟା ଆଳୁ ସଫିସିଏଣ୍ଟ ପରିମାଣରେ ଆସିବାଟା ଇଏ ଗୋଟେ ସ୍ୱାଗତ ଯୋଗ୍ୟ ପଦକ୍ଷେପ, ଆମେ ତାକୁ ସ୍ୱାଗତ କରୁଛୁ ଏବଂ ଆସୁ ମଧ୍ୟ। ନ ଆସିଲେ ବଜାରରେ ସ୍ଥିରତା ଆସୁନି। ସରକାର ତ ନିଜେ ବିକିବେନି, ଆପଣ ମାନଙ୍କ ସହଯୋଗରେ ବିକ୍ରି କରିବେ, ତ ଆପଣ ମାନଙ୍କର ସେ ଆମ ସହଯୋଗ ସେ କିଛି ଚାହିଁନାହାନ୍ତି। ସେ ସହଯୋଗ ନଉଛନ୍ତି ତାଙ୍କର ଯୋଉ ଫେୟାର ପ୍ରାଇସ୍ ମଡେଲ ସପ୍ ଅଛି ସେଇଥିରେ ସହଯୋଗ ନଉଛନ୍ତି, ସେଇଥିରେ ସେ ବିକ୍ରି କରିବା ପାଇଁ କହୁଛନ୍ତି। ଆଉ ଯଦି ଆମକୁ ବିକ୍ରି କରିବାକୁ କହନ୍ତି ତାହେଲେ ଆମକୁ ଯଦି ଠିକ ରେଟ୍ରେ ମିଳିବ ତାହେଲେ ଆମେ ମଧ୍ୟ ବିକ୍ରି କରିବୁ, କିଛି ଅସୁବିଧା ନାହିଁ। ଆମର ଅସୁବିଧା କଣ ଅଛି? ତ ବର୍ତ୍ତମାନ ମଡେଲ ସପ୍ ମାନଙ୍କ ପାଇଁ କରାଯାଇଛି, ଆପଣ ମାନଙ୍କ ସହିତ ଏ ସମ୍ପର୍କରେ କିଛି ସମନ୍ୱୟ ରଖାଯାଏ? ନାଇଁ, ଏଥିରେ କିଛି ଆମ ସହିତ କଥାବାର୍ତ୍ତା ହେଇନି, କିନ୍ତୁ ଆମେ ଯାହା ଆପଣମାନଙ୍କ ମାଧ୍ୟମରେ ଯାହା ଶୁଣିବାକୁ ପାଉଛୁ ଯେ ର୍ୟାକରେ ଆଳୁ ଆସିବ, ର୍ୟାକରେ ଆଜ୍ଞା ମିନିମମ୍ ମାନେ 42-45ଟା ୱାଗନ ରହିବ। ଆଉ ପ୍ରତି ୱାଗନରେ 580 କ୍ୱିଣ୍ଟାଲ ଜିନିଷ ଆସିବ। ତ ଏ ସବୁ ଜିନିଷକୁ ଆଣିକିରି ଆଳୁକୁ ତାକୁ ଯଦି ପ୍ରପର ଭାବେ ଡିଷ୍ଟ୍ରିବ୍ୟୁଟ ନ ହୁଏ ତାହେଲେ ସେ ପଚିଯିବାର, ନଷ୍ଟ ହେଇଯିବାର ବହୁତ ସମ୍ଭାବନା ଅଛି। ତେଣୁ ଆପଣମାନେ ଏ ଯୋଉ ଦୃଷ୍ଟିକୋଣଟା ମଧ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିଥାନ୍ତୁ, ଯାହାଦ୍ୱାରା କି ଆମେ ଟିକେ ଭଲ ଭାବରେ ତୁରନ୍ତ ବିକ୍ରି କରିବାକୁ ସହାୟ ହେବ।